ସତ୍ୟବାଦୀ କାଠୁରିଆ ଭାଗ 2। ନଦୀ କୂଳରେ ବସି ଧରମୁ ନୀରବରେ କାନ୍ଦୁଥିଲେ। ତାଙ୍କ ଆଖିରୁ ଲୁହ ଗଡ଼ି ନଦୀର ପାଣିରେ ମିଶି ଯାଉଥିଲା। ସେ ଆକାଶକୁ ଚାହିଁ କହିଲେ, ହେ ପ୍ରଭୁ, ମୁଁ କେବେ କାହାର ଖରାପ କରିନାହିଁ। ମୁଁ ସବୁବେଳେ ସତ୍ୟର ପଥରେ ଚାଲିଛି। ଯଦି ମୋର ପରୀକ୍ଷା ନେଉଛନ୍ତି ତେବେ ମୋତେ ଶକ୍ତି ଦିଅନ୍ତୁ, କିନ୍ତୁ ମୋ ପରିବାରକୁ ଭୋକିଲା ରଖନ୍ତୁ ନାହିଁ। କିଛି ମୁହୂର୍ତ୍ତ ପରେ ହଠାତ୍ ନଦୀର ପାଣି ହାଲୁକା ହାଲୁକା କିନା ତରଙ୍ଗିତ ହେବାକୁ ଲାଗିଲା। ପବନର ବେଗ ବଢ଼ିଗଲା। ଚାରି ପାଖରେ ଏକ ଦିବ୍ୟ ଆଲୋକ ବ୍ୟାପିଗଲା। ଧରମୁ ଆଶ୍ଚର୍ଯ୍ୟ ହୋଇକି ଚାରିପାଖକୁ ଚାହିଁଲେ। ନଦୀର ମଝିରୁ ଏକ ଦିବ୍ୟ ପୁରୁଷ ପ୍ରକଟ ହେଲେ। ତାଙ୍କ ମୁଣ୍ଡରେ ସ୍ୱର୍ଣ୍ଣ ମୁକୁଟ, ହାତରେ କମଣ୍ଡଳ, ଶରୀରର ଉଜ୍ଜ୍ୱଳ ଆଲୋକ ବାହାରିଥିଲା। ଧରମୁ ଭୟରେ ହାତ ଯୋଡ଼ି ପ୍ରଣାମ କଲେ। ସେହି ଦିବ୍ୟ ପୁରୁଷ କହିଲେ, ଭୟ କର ନାହିଁ, ମୁଁ ଏହି ନଦୀର ଦେବତା। ତୁମ କାନ୍ଦିବାର ଶବ୍ଦ ଶୁଣି ଆସିଛି। କୁହ, କାହିଁକି ଏତେ ଦୁଃଖୀ? ଧରମୁ ସମ୍ମାନର ସହିତ କହିଲେ, ପ୍ରଭୁ, ମୋର ଏକମାତ୍ର ଲୁହାର କୁରାଢ଼ୀ ନଦୀରେ ପଡ଼ିଯାଇଛି। ସେହି କୁରାଢ଼ୀରେ ମୁଁ କାଠ କାଟି ପରିବାର ଚଳାଏ। ଏବେ ମୁଁ କ'ଣ କରିବି? ଦେବତା ହସିକି କହିଲେ, ଯଦି ମୁଁ ତୁମର କୁରାଢ଼ୀ ଆଣିଦେଉଛି ତ ତୁମେ ତାକୁ ଦେଖିକି ଚିହ୍ନି ପାରିବ? ଧରମୁ କହିଲେ, ନିଶ୍ଚୟ ପ୍ରଭୁ, ସେହି କୁରାଢ଼ୀଟିକୁ ମୁଁ ବହୁ ବର୍ଷ ଧରି ବ୍ୟବହାର କରି ଆସୁଛି। ମୁଁ ତାକୁ ନିଶ୍ଚୟ ଚିହ୍ନି ପାରିବି। ଦେବତା ନଦୀ ଭିତରକୁ ଅଦୃଶ୍ୟ ହୋଇଗଲେ। କିଛି ସମୟ ପରେ ସେ ପାଣିରୁ ବାହାରିଲେ। ତାଙ୍କ ହାତରେ ଥିଲା ଚମକୁଥିବା ଏକ ସୁନାର କୁରାଢ଼ୀ। ସୂର୍ଯ୍ୟ କିରଣ ପଡ଼ିବା ମାତ୍ରକିନା କୁରାଢ଼ୀଟି ହୀରା ପରି ଝଲମଲ କରୁଥିଲା। ଦେବତା ପଚାରିଲେ, ଏହା କ'ଣ ତୁମର କୁରାଢ଼ୀ? ଧରମ କୁରାଢ଼ୀଟିକୁ ଭଲ ଭାବରେ ଦେଖିଲେ। ଏକ ମୁହୂର୍ତ୍ତ ପାଇଁ ତାଙ୍କ ମନରେ ଚିନ୍ତା ଆସିଲା, ଯଦି ମୁଁ ହଁ କହିଦେଉଛି ମୁଁ ବହୁ ଧନୀ ହୋଇଯିବି। ମୋ ପୁଅ ଭଲ ପଢ଼ିବ, ମୋ ସ୍ତ୍ରୀ କଷ୍ଟ ପାଇବେ ନାହିଁ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ନିଜକୁ କହିଲେ, ନା, ମିଛ କହି ମିଳିଥିବା ଧନ କେବେ ସୁଖ ଦେଇନଥାଏ। ସେ ମୁଣ୍ଡ ନୁଆଁଇକି କହିଲେ, ନାହିଁ ପ୍ରଭୁ, ଏହା ମୋର କୁରାଢ଼ୀ ନୁହେଁ। ମୋର କୁରାଢ଼ୀ ସାଧାରଣ ଲୁହାର ଥିଲା। ଦେବତାଙ୍କ ମୁହଁରେ ହାଲକା ହସ ଫୁଟିଗଲା। ସେ ପୁଣି ନଦୀ ଭିତରକୁ ଗଲେ। କିଛି ସମୟ ପରେ ସେ ଆଉ ଏକ ରୂପା କୁରାଢ଼ୀ ନେଇକି ଆସିଲେ। ସେ କହିଲେ, ତେବେ ଏହା ତୁମର କୁରାଢ଼ୀ କି? ଧର୍ମ ପୁଣି ଭଲ ଭାବେ ଦେଖିଲେ। ଏଥର ମଧ୍ୟ ସେ ସତ୍ୟ କହିଲେ, ନାହିଁ ପ୍ରଭୁ, ଏହା ମଧ୍ୟ ମୋର କୁରାଢ଼ୀ ନୁହେଁ। ଦେବତାଙ୍କ ଆଖିରେ ସନ୍ତୋଷର ଚମକ ଦେଖାଗଲା। ସେ ଭାବିଲେ, ଏହି ମଣିଷ ସତରେ ଅସାଧାରଣ। ଏତେ ଦାରିଦ୍ର୍ୟରେ ରହି ମଧ୍ୟ ଲୋଭ କରୁନାହିଁ। ତାପରେ ଦେବତା ତୃତୀୟ ଥର ପାଇଁ ନଦୀରେ ବୁଡ଼ିଗଲେ। ଏଥର ସେ କ'ଣ ନେଇ ଫେରିବେ? ଧର୍ମଙ୍କ ସତ୍ୟବାଦିତା ପରୀକ୍ଷା ଏଇଠାରେ ଶେଷ ହେବ କି? ନା କି ତାଙ୍କ ଭାଗ୍ୟରେ ଏବେ ସମ୍ପୂର୍ଣ୍ଣ ବଦଳିଯିବ ତାଙ୍କ ଭାଗ୍ୟ? ଏହା ଜାଣିବା ପାଇଁ ଦେଖନ୍ତୁ ସତ୍ୟବାଦୀ କାଠୁରିଆର ଭାଗ 3। ମୁଁ ଜଲ୍ଦି ଭାଗ 3 ନେଇକି ଆସିବି। ତ ସେଇଠି ଆମେ ଆଗକୁ କ'ଣ ହେବ ତାହା ଜାଣିବା।